ଥରେ ମହାପ୍ରଭୁ ଜଗନ୍ନାଥଙ୍କର ପଣସ ଖାଇବା ପାଇଁ ବହୁତ ଇଚ୍ଛା ହେଲା। ସେ ଏକା ତ ପଣସ ଖାଇବା ପାଇଁ ଇଚ୍ଛା ହୁଏ ନାହିଁ। ଏକା କିଛି ଜିନିଷ ଅଛି ଯାହା ଏକା ଏକା ଖାଇ ହୁଏନି। ତେଣୁ ସେ ତାଙ୍କ ସାଙ୍ଗ ବଳରାମ ଦାସକୁ ନେଇ ଗୋଟିଏ ପଣସ ବଗିଚାରେ ପଶିଲେ ଏବଂ ରାତି ସାରା ଏତେ ପଣସ ଖାଇଲେ ଯେ ଆଉ ତାଙ୍କର ପେଟ ବହୁତ ଭାରି ହୋଇଗଲା ଏବଂ ନିଦ ଆସିଲା। ତେଣୁ ଦୁଇ ସାଙ୍ଗ ସେଇଠି ଶୋଇପଡ଼ିଲେ। ଆଉ ଜଗନ୍ନାଥ ଜାଣିଛନ୍ତି ଯେ ମଙ୍ଗଳ ଆରତି ହେବ। ମଙ୍ଗଳ ଆରତି ହେଲାବେଳେ ଯଦି ମହାପ୍ରଭୁଙ୍କୁ କେହି ନ ପାଇବେ ତାହେଲେ ସେମାନେ ନିଶ୍ଚିତ ଖୋଜି ଖୋଜି କେଉଁଠି ବି ହେଲେ ଆସି ପହଞ୍ଚିଯିବେ। ତେଣୁ ମହାପ୍ରଭୁ ବଳରାମ ଦାସକୁ ନ ଉଠାଇ ନିଜେ ମଙ୍ଗଳ ଆରତି ପାଇଁ ଚାଲିଗଲେ ଶ୍ରୀମନ୍ଦିରକୁ। ଯେତେବେଳେ ବଗିଚାର ମାଳି ଆସି ଦେଖିଲା ଯେ ଲୋକଟି ପଣସ ରାତି ସାରା ଖାଇଛି ଏବଂ ସେଇଠି ହିଁ ଶୋଇପଡ଼ିଛି, ସେଇଠୁ ତାକୁ ଧରି ନେଲା। ଆଉ ରାଜାଙ୍କ ପାଖରେ ଖବର ଦେଲା ପରେ ରାଜା ତାକୁ ଜେଲରେ ରଖିଦେଲେ। ତାପରେ ମହାପ୍ରଭୁ ଯେତେବେଳେ ଜାଣିଲେ ତାଙ୍କ ସାଙ୍ଗ ବଳରାମ ଦାସକୁ ଧରି ନେଇଛନ୍ତି ପଣସ ଖାଉଥିଲା ବୋଲି ଏବଂ ଜେଲରେ ରଖିଛନ୍ତି, ମହାପ୍ରଭୁ ଭକ୍ତର ଅଧୀନ ସେ ସ୍ୱୟଂ ରାଜାକୁ ସ୍ୱପ୍ନରେ କହିଲେ, ରାଜା ସେ ମୋର ଭକ୍ତ, ମୋର ସାଙ୍ଗ, ସେ ମୋ ସହିତ ଯାଇଥିଲା ପଣସ ଖାଇବା ପାଇଁ। ଆଉ ମୁଁ ପଳେଇ ଆସିଲି ମଙ୍ଗଳା ଆରତି ହେବ ବୋଲି। ଆଉ ସେ ମୋ ସାଥିରେ ଯାଇଥିଲେ ବି ସେଇଠି ରହିଯାଇଥିଲା। ଆପଣ ତାକୁ ନେଇ ଜେଲରେ ପୁରେଇ ଦେଲେ। ରାଜା ସଙ୍ଗେ ସଙ୍ଗେ ତାଙ୍କୁ ଜେଲରୁ ମୁକୁଳାଇ ଦେଲେ। ଆଉ ଏତେ ବଡ଼ ଭକ୍ତ ସେ, ତାଙ୍କଠାରୁ ସେ ଶିକ୍ଷା ଆରମ୍ଭ କଲେ, ତାଙ୍କଠାରୁ ଶିକ୍ଷା ଗ୍ରହଣ କଲେ। ଭାବନ୍ତୁ, ଭକ୍ତର ଅଧୀନ ଭଗବାନ ଭକ୍ତ ପାଇଁ କ'ଣ କରି ନ ପାରନ୍ତି। ବଳରାମ ଦାସକୁ ଆମେ ସମସ୍ତେ ମନେ ରଖିଛୁ, ମନେ ରଖିଥିବୁ ସବୁଦିନ ପାଇଁ।